ସମସ୍ତଙ୍କୁ ନମସ୍କାର। ପ୍ଲସ୍ ଟୁ ସେକେଣ୍ଡ ଇୟର କ୍ଲାସ୍ରେ ଆପଣମାନଙ୍କୁ ଆମେ ଆଜି ପଢ଼ିବା। ପିଲାମାନେ ଦେଖନ୍ତୁ, ଭାରତ ଇତିହାସ, ଉତ୍ପାଦନ, ପ୍ରତ୍ନତାତ୍ତ୍ୱିକ ସାହିତ୍ୟ, ବୈଦେଶିକ ବିବରଣୀ ଓ ଅଭିଲେଖାଗାରି ବିଷୟରେ ଆଜି ପଢ଼ିବା। ସୋର୍ସେସ୍ ଅଫ୍ ଇଣ୍ଡିଆ ହିଷ୍ଟ୍ରି, ଏଗ୍ରିକଲଚର, ଲିଟିଲ୍ ଫୋକସ୍, ଆକ୍ଟିଭିଟି ଆଣ୍ଡ ଆକ୍ଟିଭିଟି। ଆମେ ତା ବିଷୟରେ ଛୋଟ ମୋଟ ଜିନିଷ ଆଲୋଚନା କରିବା। ଇତିହାସ ଅତୀତର ସତ ଘଟଣା ଉପରେ ପର୍ଯ୍ୟାୟ। ଏହି ରଚନା ଆଧୁନିକ ମୌଳିକ ଉତ୍ପାଦନ ବା କ'ଣ? ଆଜି ଦେଖ ବିଲେ ଗୋଟେ ପ୍ରଶ୍ନଟା ଦେଖ, ଆମେ ଇତିହାସ କେମିତି ଜାଣିବା? ଐତିହାସିକର ଘଟଣାଗୁଡ଼ିକୁ ଯେଉଁ ମାଧ୍ୟମ ଦ୍ୱାରା ପ୍ରକାଶିତ ହୋଇଥାଏ ତାହା କେଉଁ ମାଧ୍ୟମ ଦ୍ୱାରା ଆମେ ଜାଣିବା ତାହା ହେଉଛି ଦେଖିବା। ଦେଖ, ଆମେ ପ୍ରତ୍ନତାତ୍ତ୍ୱିକ ଉତ୍ପାଦନ ଜାଣିବା। ସୋର୍ସେସ୍ ଷ୍ଟ୍ରକ୍ଚର, ଆକ୍ଷରିକ ଅର୍ଥରେ ଏହା ପୁରାତନିକ ଅନ୍ୱେଷଣ ଅଧ୍ୟୟନ ବୁଝାଏ, ଯାହା ମାଟି ଉପରେ, ମାଟି ତଳେ ଗଚ୍ଛିତ ହୋଇଥାଏ। ସର୍ବକ୍ଷଣନ ଓ ପ୍ରକ୍ରିୟା ଦ୍ୱାରା ଏହାର ସାହିତ୍ୟିକ ଆଲୋଚନା ଆସେ। ତା ବିଷୟ ଦେଖ, ଆମେ ଜାଣିବା କ'ଣ କ'ଣ ଅଛି ତାଙ୍କର ମାଧ୍ୟମ ଦେଖିବା। ଦେଖ, ଅଭିଲେଖାରେ କ'ଣ ହୋଇଥାଏ? ଅଭିଲେଖାରେ ଦେଖ, ରାଜାମାନେ କିମ୍ବା ନିଜର ପ୍ରଶଂସା ଗୁଣଗାନ କରିବା ନିମନ୍ତେ ତାଙ୍କେ ଲେଖିଥାନ୍ତି ଆଉ ତାଙ୍କ ବିଷୟ ବର୍ଣ୍ଣନା କରିଥାନ୍ତି। କ'ଣ ମନ୍ଦିର ଉଦ୍ଭାବନ କିମ୍ବା ନିଜ ବିଷୟ, ନିଜ ଆଲୋଚନା ଅନେକ ମାଧ୍ୟମ ଦ୍ୱାରା। ଆଉ ଦେଖିବା, ଆମେ ଜାଣିବା ଯେ ମୁଦ୍ରା, କେମିତି ମୁଦ୍ରାରେ ଆମେ ଜାଣିବା। ପ୍ରାଚୀନ ଭାରତ ଜାଣିବା ପାଇଁ ମୁଦ୍ରା ଅଧ୍ୟୟନ ଜରୁରୀ। ଏହା ସମାଜ, ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥା ଛାପ। କେଉଁ ଯୁଗର? ପୁରାତନ ଯୁଗ, ମଧ୍ୟଯୁଗ, ଅପର୍ଯ୍ୟ ଯୁଗ। ଏତେକ ଯୁଗ ମଧ୍ୟରେ ଆମେ କେଉଁ ଯୁଗରେ ଜାଣିବା। ଆଉ ଦେଖିବା, ମୁଦ୍ରା ହେଉଛି ମଧ୍ୟମାନ କିମ୍ବା ଆଧୁନିକ ଦୁନିଆର ମୁଦ୍ରା କ୍ଷଣ ଜାଣିବା। କଳା ସ୍ଥାପତ୍ୟ ବୋଲେ କ'ଣ? ଆମେ ଦେଖ, ଗୋଟେ ଗଣିତ ଆକାରରେ କିମ୍ବା ବିଭିନ୍ନ ପ୍ରକାର ମନ୍ଦିର, ଗୃହ ନିର୍ମାଣ, ନଗର ଗଠନ ପ୍ରଣାଳୀ ଅନେକ ପ୍ରକାରକୁ କହିଥାଉ କଳା ସଂସ୍କୃତି। ଆମେ ଦେଖିବା ପ୍ରତ୍ନତାତ୍ତ୍ୱିକ ଖନନ ବୋଲେ ଆମେ ଦେଖିବା ଯେଉଁ ମାଟି ଦ୍ୱାରା ଆମେ ଭିତରେ ଥିବା ବସ୍ତୁ କିମ୍ବା ଜିନିଷ ତାହାକୁ ପ୍ରତ୍ନତାତ୍ତ୍ୱିକ ଖନନ କହିଥାଉ। ଆମେ ଭୂମି ଦ୍ୱାରା ଆମେ ତାହାକୁ ଖୋଳିଥାଉ। ଆଉ ଦେଖ, ସାହିତ୍ୟିକ ଉତ୍ପାଦନ ବୋଲେ ଦେଖ, ଆମେମାନେ କି ନାହିଁ ଜାଣିବା ଉଚିତ ଯେ ଆମେମାନେ ଐତିହାସିକର ଘଟଣାଗୁଡ଼ିକୁ କେଉଁ ମାଧ୍ୟମ ଦ୍ୱାରା ଆମେ ଜାଣିଥାଉ। ଦୁଇଟି ମାଧ୍ୟମ ଅଛି, ସାହିତ୍ୟିକ ଉତ୍ପାଦନ, ପ୍ରତ୍ନତାତ୍ତ୍ୱିକ ଉତ୍ପାଦନ। ପ୍ରଥମେ ଆମେ ସାହିତ୍ୟିକ ଉତ୍ପାଦନ ପଢ଼ିଲେ, ପ୍ରତ୍ନତାତ୍ତ୍ୱିକ ପଢ଼ିଲେ, ଏବେ ଆମେ ସାହିତ୍ୟିକ ଉତ୍ପାଦନ ପଢ଼ିବା। ବୋଲେ ସାହିତ୍ୟିକ ଉତ୍ପାଦନରେ ଦେଖ, ଆମେ କେଉଁ ବିଷୟ ପଢ଼ିବା। ଭାରତର ବିଭିନ୍ନ ସମୟରେ ରାଜନୀତି, ସମାଜ, ଧାର୍ମିକ ଓ ସାଂସ୍କୃତିକ ଅବସ୍ଥା ଚିତ୍ର ପ୍ରଥନ କରିଥାଉ ଓ ପରିବାରଜକ ଲୋକମାନେ ଆସିକରି ବିଭିନ୍ନ ପ୍ରକାର ଧର୍ମ ବ୍ୟବସ୍ଥା, ରାଜା, କୃଷି, କର୍ମ, ପ୍ରଜା, ସଭାମାନେ ସମସ୍ତେ ରହିଥାନ୍ତି। ଆଉ ସେ ମାଧ୍ୟମ ଦ୍ୱାରା ଆମେମାନେ ଜାଣିଥାଉ ତାଙ୍କର ଜୀବନରେ କ'ଣ, ଜୀବନ ଚରିତ୍ର କେମିତି ରହୁଥିଲେ, କେଉଁ ମାଧ୍ୟମ ରହୁଥିଲେ, କ'ଣ ଖାଉଥିଲେ, କ'ଣ ପିଉଥିଲେ, କେମିତି ରହୁଥିଲେ ଆମେ ଜାଣିବା। ଆଉ ରାଜନୀତି ଶାସ୍ତ୍ର ବୋଲେ ଦେଖନ୍ତୁ, ତାଙ୍କ ଶାସନ ବୋଲେ ବି କୌଟୁମ୍ବିକ ଅର୍ଥନୈତିକ ପ୍ରଧାନ ଥିଲା ଅଧିକାର। ବୋଲେ ତାଙ୍କ ସମୟରେ ସେଇଟା ଗୋଟେ ବ୍ୟବସାୟିକ ପରି ଗୋଟେ ଥିଲା। ଆଉ ତାହାକୁ ଆମେ ଭଲ ଭାବେ ଆଲୋଚନା କରିବା। ସାଂସ୍କୃତିକ ସାହିତ୍ୟ, କାଳିଦାସଙ୍କ ରଚନା ସାଂସ୍କୃତିକ ସାହିତ୍ୟ ସମ୍ବନ୍ଧୀୟ ରଚନା। ତାହା ଅଭିଧାନ ଗ୍ରନ୍ଥ ହେଉଛି ରବଙ୍ଗବସମ, ମାଳିକିକ, ମାତ୍ରିକ, କୁମ୍ଭାରୀ ସମ୍ଭ, ଅଭିଜ୍ଞପ୍ତି ପରି ବିଭିନ୍ନ ପ୍ରକାର ଅଛି। ଆଉ ଦେଖ, ଆମେ ବୈଦେଶିକ ବିବରଣୀ। ଆମେ ଦେଖ, ପ୍ରଥମେ ଜାଣିବା ଆମେ ସାହିତ୍ୟିକ ଉତ୍ପାଦନ କ'ଣ? ନାହିଁ, ପ୍ରଥମେ ଜାଣିବା ଆମେ ଅଭିଲେଖା ଉପାଦାନ। ଉପାଦାନ କ'ଣ? ସେଟା ଆମେ କି ନାହିଁ ଯେଉଁଟା ଆମେ ମାନେ ଦେଖିଥିବା ଉତ୍ପାଦନ ବୋଲେ ତାଙ୍କର ଜିନିଷ ବା ବସ୍ତୁ ବା କିମ୍ବା ଅନେକ ପରି। ସାହିତ୍ୟିକ ବୋଲେ ତାଙ୍କର ଲେଖାଯାଇଥିବା ଗୁଣଗାନ କିମ୍ବା ସ୍ତମ୍ଭ କିମ୍ବା ଚିଠି ଆକାର ମାଧ୍ୟମ ଜାଣିଥାଉ। ବୈଦେଶିକ ବିବରଣୀ ଦେଖନ୍ତୁ, ବିଭିନ୍ନ ପ୍ରକାର ଚୀନରୁ ଆଉ ବା ପରିବାରଜକ ଆସିଥିଲେ ଓଡ଼ିଶାରେ, ଭାରତକୁ ଆସିଥିଲେ। ସେ କେଉଁ ସମୟରେ ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ଗ୍ରୀକର ପାରିବାର୍ଜିକ ମେଗାସ୍ତମ୍ଭ ଭାରତକୁ ଆସିଥିଲେ। ସେ ସେଲ୍ସିୟନଙ୍କ ନିକଟରେ ରାଷ୍ଟ୍ରଦୂତ କରିଥିଲେ। ଆଉ ସେ ଚନ୍ଦ୍ରଗୁପ୍ତଙ୍କ ମର୍ଯ୍ୟାଦା ଦରବାର 304 ଖ୍ରୀଷ୍ଟପୂର୍ବ 1949 ପର୍ଯ୍ୟନ୍ତ 5 ବର୍ଷ ରହିଥିଲେ। ସେଟା ପାଇଁ ଆମେ ଜାଣିବା ଯେ ଇତିହାସ କେମିତି ଜାଣିବା, ଆଉ କେଉଁ ମାଧ୍ୟମ ଦ୍ୱାରା ଜାଣିବା, ଆଉ କେଉଁ ପ୍ରକାର ଜାଣିବା, ଅନେକ ପରି ସମ୍ଭାବନା ଅଛି। ଆମେ ଯଦି ପଢ଼ିବା କିମ୍ବା ଲେଖିବା, ଆଉ ଆମେ ଯଦି ଇତିହାସ ଜାଣିବା ହେଲେ ପିଲାମାନେ
ଆମମାନେ ଜାଣିବା ଉଚିତ ଯେ ତାଙ୍କୁ କେଉଁ ମାଧ୍ୟମ ଦ୍ୱାରା ଜାଣିବା, କେମିତି କରିବା। ଦେଖ ପ୍ରଶ୍ନଟା ଆମେ ଦେଖିବା, ପ୍ରୟୋଗ ପ୍ରସ୍ତର କେଉଁ ରାଜାଙ୍କ କାର୍ଯ୍ୟକଳାପ ବର୍ଣ୍ଣନା ହୋଇଥିଲା ବୋଲି ଦେଖନ୍ତୁ ଏଠିକି ନାହିଁ। 2ୟ ନମ୍ବର ସମୁଦ୍ରଗୁପ୍ତଙ୍କ ସମୟରେ ପ୍ରୟୋଗ ପ୍ରସ୍ତର କଳାପ ହୋଇଥିଲା। ଆଉ ପ୍ରାଚୀନତମ ବେଦର ନାମ କ'ଣ? ରକଦେବ୍ଦ। ଆଉ ହସ୍ତିଚରଣ ଓ ରଚୟିତା କିଏ? କାଳିଦାସ। ଆଉ ମେଘାସ୍ତମ୍ଭ କେଉଁ ରାଜାଙ୍କ ସମୟରେ ଭାରତକୁ ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମୟରେ ଆସିଥିଲେ। 9 ନମ୍ବର ଦେଖିବା ପ୍ରଶ୍ନ, ସଂହାଂସୀ ସିଂହଙ୍କ ଇତିହାସ କେଉଁ ଉତ୍ପାଦନରେ? ଏଟା ହେଉଛି ବୈଦେଶିକ ଉତ୍ପାଦନରେ କୁହାଯାଇଛି। କଲ୍ୟାଣୀ କେଉଁ ରାଜ୍ୟ ରାଜବଂଶ ଇତିହାସ ପରାଜିତକରଣରେ ବର୍ଣ୍ଣିତ କରିଛି? ଗୁଜରାଟ। ସମସ୍ତଙ୍କୁ ଭଲ ଲାଗିଲେ ଲାଇକ୍ କରିବେ, କମେଣ୍ଟ କରିବେ। ଫ୍ୟୁଚର ଏକାଡେମୀ ଭାଇ ଆକାଶରେ ଆପଣଙ୍କୁ ସ୍ୱାଗତମ।